আসবেন কোচ। ନମସ୍କାର, ମୁଁ ନିଜର ୟୁଟ୍ୟୁବ ଚ୍ୟାନେଲକୁ ଆପଣଙ୍କୁ ସ୍ୱାଗତ କରୁଛି। ଏବେ ଓଡ଼ିଶାରେ ପ୍ରବଳ ଇଣ୍ଟରେଷ୍ଟ, ପ୍ରବଳ ଚର୍ଚ୍ଚା। ଆଉ କିଛି ସପ୍ତାହ ପରେ ରାଜ୍ୟସଭା ଇଲେକ୍ସନ ହବ। ଓଡ଼ିଶାରୁ 4 ଜଣ ନୂଆ ରାଜ୍ୟସଭା ଯିବେ, ଏମ୍ପି ଯିବେ। ଭାରତୀୟ ଜନତା ପାର୍ଟିର 2ଟା ସିଟ୍ ପାକ୍କା, ଆଉ ବିଜୁ ଜନତା ଦଳର 1 ସିଟ୍ ପାକ୍କା। ଟାସେଲ କଣ୍ଟେଷ୍ଟ ହବ 4th କ୍ୟାଣ୍ଡିଡେଟ୍ ନେଇକି। କିଏ ହେବେ ଆମର ଜଣା ନାହିଁ, কিন্তু প্রবল স্পেকুলেশন, প্রবল আলোচনা, এ হব সে হব। মোর গোটে ইন্টারেস্ট বিজেপি, পার্টিকুলারলি বিজেপি কোন বাହାର ক্যান্ডিডেট মানে আউটসাইডার, নন ওড়িয়া কাহাକୁ পুনি পঠাইবার ট্রাই করিবে রাজ্যসভা এমপি হিসাবে ওড়িশার। মু জানিছি ওড়িশারে বর্তমান ফ্লেভার অফ দ্য সিজন হচ্ছে ওড়িয়া অস্মিতা। ওড়িয়া অস্মিতা নারে বিজেপি ক্ষমতায় আসছিল ওড়িশা, কিন্তু তথাপি কোন পুনি বাহার ক্যান্ডিডেট ଯିବେ আউটসাইডার, নন ওড়িয়া রাজ্যসভা প্রার্থী ওড়িশার। টেকনিক্যালি থিওরিটিক্যালি অসুবিধা কিছু নাই, কিন্তু মোর গোটে থিওরিটিক্যাল গোটে ইন্টারেস্ট রয়েছে যে ক্যান্ডিডেট কে হেবে এবং বাহার ক্যান্ডিডেট হব কি না। কাইকি কହୁଛି, কাইকি প্রথমত 2টা কারণ। গোটে হচ্ছে ওড়িশারু বাহার নন ওড়িয়া ক্যান্ডিডেট পঠাইবার গোটে ট্রাডিশন ଅଛି। এসআর বোম্মাই যেমানে পুরানা লোক সেমানে জানিথিবে জনতা দল প্রেসিডেন্ট ଥିଲେ 1992-93 ରେ ଜନତା ଦଳ ବିଜୁ ପଟ୍ଟନାୟକ ଏସଆର ବୋମ୍ମାଇକୁ ପଠାଇଥିଲେ ଓଡ଼ିଶାରୁ ରାଜ୍ୟସଭା। ତାରପରେ ଆଉ ଜଣେ ବିତର୍କିତ ଲୋକ ବି ଯାଇଥିଲେ, ଉତ୍ତରପ୍ରଦେଶର ଲୋକ, ବିଜେପି କ୍ୟାଣ୍ଡିଡେଟ ହିସାବରେ ରାଜ୍ୟସଭା ଇଲେକ୍ଟେଡ ହେଇଥିଲେ ଓଡ଼ିଶାରୁ, ଛତ୍ରପାଲ ସିଂ ଲୋଧା। କଣ୍ଟ୍ରୋଭର୍ସି ହେଇଥିଲା ତାରପରେ ହି ୱାଜ ରିମୁଭଡ ଆଜ ଏନ୍ ଏମ୍ପି। କାହିଁକି 2005 ସେତେବେଳେ ଗୋଟେ କଣ୍ଟ୍ରୋଭର୍ସି ହେଇଥିଲା, କ୍ୟାଶ ଫର କ୍ୱେଶ୍ଚନ ସ୍କାମ। ପଇସା ନେଇକିରି କିଛି ଏମ୍ପି ଲୋକସଭା ରାଜ୍ୟସଭା ପ୍ରଶ୍ନ ପଚାରୁଥିଲେ। সেই স্ক্যান্ডালরে ଛତ୍ରପାଲ ସିଂ ଲୋଧା ওয়াজ ফাউন্ড গিল্টি এবং তার সেই এমপি পজিশনটা ବି ଯାଇଥିଲା। কিন্তু ট্র্যাক রেকর্ড ଅଛି ବାହାର ଲୋକ, ନନ୍ ଓଡ଼ିଆ ରାଜ୍ୟସଭା। ବଲବୀର ସିଂ ପୁଞ୍ଜ ଜଣାଶୁଣା ଜଣେ ସାମ୍ବାଦିକ ଥିଲେ। ଆଡଭାନୀ ଯେତେବେଳେ ମାନେ ପାୱାରଫୁଲ ଥିଲେ ବିଜେପି, ତାହାକୁ ଓଡ଼ିଶାରୁ ପଠା ହେଇଥିଲା ରାଜ୍ୟସଭା ଏମ୍ପି ହିସାବରେ। ରିସେଣ୍ଟ ଟାଇମ୍ସରେ ବି ଗୋଟେ ଉଦାହରଣ ଅଛି, ବଢିଆ ଉଦାହରଣ, ଅଶ୍ୱିନୀ ବୈଷ୍ଣବ। হ্যাঁ, সে জনে ওড়িশা ক্যাডার আইএস, বাট এসেন্সিয়ালি সে রাজস্থানর লোক। 2019-2024 বিজেপি বিজেডি মিশিকিরি তাকে রাজ্যসভা পাঠাইলে ওড়িশা কোটার রাজ্যসভা। তো তাইলে পুনি কোন তার পুনরাবৃত্তি হব যে পুনি বাহার লোক ଯିବେ ওড়িশাରୁ। তার গোটে কারণ থাইপারে, যাই পারନ୍ତି। কাହିଁକି বিজেপি শাসନରେ ଅଛି, শাসক দল, রুলিং পার্টি ওড়িশারে, কিন্তু বিজেপি বিভাজিত অবস্থায় ଅଛି। যেমানে রাজনীতি ফলো କରନ୍ତି ସେମାନେ ଜାଣିଛନ୍ତି যে বিজেপি গোটে আমরেলা, গোটে পার্টি, কিন্তু তার ভিতরে ওড়িশারে প্রবল গ্রুপিজম ফ্যাকশন ଅଛି। তো বিজেপি মোহন মাঝি ଅଛି, କାହିଁକି ମୋହନ ମାଝୀ ଏବେ ମୁଖ୍ୟମନ୍ତ୍ରୀ, ପ୍ରବଳ କ୍ଷମତା, ତାର ଗୋଟେ ଗୋଷ୍ଠୀ ଅଛି ଏବଂ ସେଇ ଗୋଷ୍ଠୀର ଲୋକମାନଙ୍କର ଇଣ୍ଟରେଷ୍ଟ ପ୍ରୋଟେକ୍ଟ କରିବାକୁ ଟ୍ରାଏ କରୁଛନ୍ତି। ବିଜେପି ମନମୋହନ ସାବଲ ଗୋଟେ ଅଛି, ବିଜେପି ଧର୍ମେନ୍ଦ୍ର ପ୍ରଧାନ ଗୋଟେ ଅଛି। তো ଏମିତି ତାପରେ ଏଇ 3ଟା ହଉଛି ବଡ ବଡ ଗୋଷ୍ଠୀ এবং তারপরে ছোট ছোট গোষ্ঠী ବି ଅଛି, মানে ଆଉ সাব গ্রুপস। বিজেপি অপরাজিত সারঙ্গী, বিজেপি বৈজন পান্ডা, বিজেপি সুনীল বানসাল, মানে ଆମର ଆରଏସଏସ୍ କ୍ଷେତ୍ରୀୟ ସେ ରିଜନାଲ ଇଏ ସବୁ ବୁଝାବୁଝି କରନ୍ତି। ମାନସ ମହାନ୍ତି ଆରଏସଏସ୍ ର ପ୍ରମିନେଣ୍ଟ ଲୋକ, সংগঠন মন্ত্রী, তার ବି ଗୋଟେ প্রবল ক্ষমতা ଏବେ, ইনফ্লুয়েন্স। তো বিজেপি ମାନସ ମହାନ୍ତି। তো এমতি বহুত বিভাজন ডিভিশন এবং এই মানে বিভিন্ন গোষ্ঠী, বিভিন্ন নেতা কিংবা নেত্রী, there is no agreement between them। କାହିଁ ନିଜର ଇଣ୍ଟରେଷ୍ଟ ଦେଖିବାକୁ ଟ୍ରାଏ କରୁଛନ୍ତି ଏମାନେ। তো কোনো কিছুରେ ଏମାନଙ୍କର ସେଇ ଏଗ୍ରିମେଣ୍ଟ ହେଇପାରୁ। ତାର ପାଇଁ ଆପଣ ଦେଖିଲେ ଏତେ ଗୁଡା ଓଡିଶାରେ କର୍ପୋରେସନ ଅଛି, ସିଭିଲ ସପ୍ଲାଇଜ କର୍ପୋରେସନ, ହାଉସିଂ କର୍ପୋରେସନ। 13 ବର୍ଷ ଉର୍ଦ୍ଧ ହେଇଗଲା ନୂଆ ସରକାର, ଏବେ ସୁଦ୍ଧା ଡିସିସନ ହେଇପାରିନି ଯେ କର୍ପୋରେସନ ଚେୟାରମ୍ୟାନ କେମାନେ ହେବେ। ଆଉ ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ରୁସିଆଲ ଗୋଟେ ପୋଜିସନ, ଡେପୁଟି ଚେୟାରମ୍ୟାନ ପ୍ଲାନିଂ କମିଶନ, ହେଇପାରୁନି, 13 ବର୍ଷ ହେଇଗଲା। হ্যাঁ, କିଛି କମିଶନର ହେଇଛି, ଓମେନ କମିଶନ, ତାର ଚେୟାରପର୍ସନ ହେଇଛି, ଚାଇଲ୍ଡ ରାଇଟ୍ସ କମିଶନ ହେଇଛି,
কিন্তু ଅଧିକାଂଶ କ୍ଷେତ୍ରରେ ଏଇ ନେତା ନେତ୍ରୀ ବିଭିନ୍ନ ଗୋଷ୍ଠୀର ଏକମତ ହେଇପାରୁନି। କାହିଁକି ଏ ଯଦି ଏଇ ନା ପ୍ରପୋଜ କରୁଛି ସେଇମାନେ କହୁଛି ନା ଏଟା ହବନି ଆମର କ୍ୟାଣ୍ଡିଡେଟ ଯିବ। ତ ଏମିତି ଅବସ୍ଥା, କ୍ୟାବିନେଟ ଏକ୍ସପାନସନ ହେଇପାରୁନି, ମାନେ ମନ୍ତ୍ରୀ କୋଟା ମନ୍ତ୍ରୀ ପଦ ଖାଲି ପଡିଛି, 1.5 ବର୍ଷ ଅଧିକା ହେଇଗଲା, ଏମାନେ ଡିସାଇଡ କରିପାରୁନାହାନ୍ତି। ଇଭେନ ବିଭିନ୍ନ କୋର୍ଟରେ ଯେ ପବ୍ଲିକ ପ୍ରସିକ୍ୟୁଟର ଆସିଷ୍ଟାଣ୍ଟ ପବ୍ଲିକ ପ୍ରସିକ୍ୟୁଟର সেটা ବି ଏମାନେ 1.5 ବର୍ଷ ପ୍ରାୟ 1.5 ବର୍ଷ ଲାଗିଗଲା ଡିସାଇଡ କରିବା ପାଇଁ। 1.5 ବର୍ଷ ଏମାନେ ଡିସାଇଡ କରିପାରୁନଥିଲେ ଯେ କେମାନେ ହେବେ ପିପି ଏପିପି। ଗଲା ମାସରେ ଜାନୁଆରୀରେ ଫାଇନାଲି ଡିସିସନ ହେଇଛି, ଲିଷ୍ଟ ବାହାରିଛି, ବହୁତ କଷ୍ଟରେ ଲିଷ୍ଟ ବାହାରିଛି। ଏବେ ବି ଖୋର୍ଦ୍ଧା ଜିଲ୍ଲା ତାର ডিসিশন ହେଇନି ନା ফাইনাল ହେଇନି। তো ଏମାନେ ବିଭିନ୍ନ କ୍ଷେତ୍ରରେ ବିଭିନ୍ନ ডিসিশନରେ ଏକାଠି ନିଷ୍ପତ୍ତି ନେଇପାରୁନାହାନ୍ତି। ତ ଯଦି ନିଷ୍ପତ୍ତି ଏସବୁ କ୍ଷେତ୍ରରେ ନେଇପାରୁନାହାନ୍ତି ତ ଆପଣ କଣ ଭାବୁଛନ୍ତି ଏମାନେ ରାଜ୍ୟସଭା ପ୍ରାର୍ଥୀ କିଏ ହେବେ ଡିସାଇଡ କରିପାରିବେ, ଏକମତ ହେଇପାରିବେ, ୟୁନାନିମିଟି ଯେ ହଁ ଏଇ ହବ ଆମର କନସେନସସ୍ 2-3 ଜଣ? କାହିଁକି ବିଜେପିର ବର୍ତ୍ତମାନ 2 ଜଣ ଏମପି ରିଟାୟାର କରିବେ, ସୁଜିତ କୁମାର, ମମତା ମହାନ୍ତ, ଏବଂ ଏମାନେ ବିଜେଡିରେ ଥିଲେ, ବିଜେଡିରୁ ବିଜେପି ଜଏନ କରିଥିଲେ। ମୁଁ ଜାଣିନି ଏଇ ବୋଥ କ୍ୟାଣ୍ଡିଡେଟ କଣ ରିପିଟ ହେବେ, ପୁଣି କ୍ୟାଣ୍ଡିଡେଟ ହେବେ, ଜଣା ନାହିଁ। ମୋର ଜାଣିବାରେ ଏମାନେ ଯେତେବେଳେ ବିଜେଡିରୁ ବିଜେପି ଜଏନ କରିଥିଲେ ଏମାନଙ୍କୁ ଆସୁରାନ୍ସ ଦିଆ ହେଇଥିଲା ଯେ ଆପଣ ମାନେ ପୁଣି କ୍ୟାଣ୍ଡିଡେଟ ହେବେ, ପୁଣି ଟିକେଟ ପାଇବେ, କ୍ୟାଣ୍ଡିଡେଟ ହେବେ, ପୁଣି ରାଜ୍ୟସଭା ଯିବେ। তো তাহলে কোন বোথ ক্যান্ডিডেট রিপিট হবে? যদি বোথ ক্যান্ডিডেট রিপিট হবে, সুজিত কুমার ଆଉ মমতা মহান্ত যদি পুনি রাজ্যসভা ଯିବେ, তাহলে ফোর্থ ক্যান্ডিডেট ପାଇଁ ବିଜେପି କାହାକୁ ପଠାଇବେ? ଏକମତ ହେଇପାରିବେ? ଆମର ରାଜ୍ୟର ଯେତେ ନେତା ନେତ୍ରୀ ଅଛନ୍ତି ସେମାନେ ଏକମତ ହେଇପାରିବେ? କିମ୍ବା ଏଇ 2 ଜଣ ଭିତରେ ଯଦି ଖାଲି ଜଣେ ରିପିଟ ହେବେ ତାହଲେ ସେଇଠି ବି ଆଉ ଗୋଟେ କ୍ୟାଣ୍ଡିଡେଟ ଦରକାର। ଆଉ ଯଦି তো ବହୁତ ଅନିଶ୍ଚୟତା, কিন্তু ডিসিশন এগ্রিমেন্ট নিষ্পত্তি কনসেনসাস নিষ্পত্তি এମାନଙ୍କ ପାଇଁ ମୋର ଧାରଣା ପ୍ରାୟ ଅସମ୍ଭବ। যদি রাজ্য নেতৃত্ব লিস্ট ডিসাইড না କରିପାରିବେ ତାହେଲେ କେନ୍ଦ୍ରୀୟ ନେତୃତ୍ୱ ନିଜର ନିଷ୍ପତ୍ତି ଏମାନଙ୍କ ଉପରେ ଚପାଇବେ। ଗୋଟେ ରୀତି ଅଛି, ଟ୍ରାଡିସନ ଅଛି ବିଜେପିରେ ଯେ ଷ୍ଟେଟ ୟୁନିଟ ଯଦି ଗୋଟେ ଲିଷ୍ଟ ୟୁନାନିମିଟି କନସେନସସ୍ ଗୋଟେ ଲିଷ୍ଟ ପଠାଇବେ, ସେଇମାନେ ସେଇ ଲିଷ୍ଟଟାକୁ ଦେଖିକରି କହିବେ ସମସ୍ତେ এগ্রিমেন্টରେ ଅଛନ୍ତି ତାହେଲେ ଆମେ କରିବୁ କି କରିବୁନି সেটা সেন্ট্রাল পার্টি হাইকমান্ড ডিসাইড করবে। কিন্তু এମାନେ তো সেই লিস্ট পঠাইবার স্থিতিরে না। ମୁଁ ଜାଣିଛି ବହୁତ ଗୁଡେ ନା ଚାଲିଛି, ଗୋରଖ ମହାପାତ୍ର, ସମୀର ମହାନ୍ତି, କିଛି ଲୋକ କହୁଛନ୍ତି ଯେ ମନମୋହନ ସାମଲ ବି ରାଜ୍ୟସଭା ଯିବେ, ଇଲେକ୍ସନ ହାରିଛନ୍ତି, ଏମଏଲଏ ନାହାନ୍ତି, ତାହେଲେ ସେ ଏବେ ରାଜ୍ୟସଭା ଯିବେ। ତ ଏବେ ଥିଓରିଟିକାଲି ଭାବନ୍ତୁ, ମନମୋହନ ସାମଲ ଯଦି କହିବେ ଯେ ମୁଁ ଯିବି, অন্য ସବୁ ଗୋଷ୍ଠୀ କହିବେ ନା ଆମର ମତ ନାହିଁ, সেটাই স্বাভাবিক। গোলক মহাপাত্র ଆଉ সমীর মহাନ୍ତି ଏମାନଙ୍କର লিস্ଟ ଯଦି এই নেতা মানে କହିବେ যে ଆମେ କ୍ୟାଣ୍ଡିଡେଟ ହଉ, অন্য গোষ্ঠীর নেতা କହିବେ না না ଆମର এটার ইয়ে নাই, আর উই ডোন্ট এগ্রি, তাহলে সেই নিষ্পত্তিটা ହେଇପାରିବନି। କର୍ପୋରେସନ କ୍ଷେତ୍ରରେ ହେଇପାରୁନି, ମନ୍ତ୍ରୀ ଏକ୍ସପାନସନରେ ହେଇପାରୁନି। ତ ମତେ ଲାଗୁଛି ରାଜ୍ୟସଭା ପ୍ରାର୍ଥୀ କ୍ଷେତ୍ରରେ ବି ଓଡିଶାର ବିଜେପିର ନେତା ନେତ୍ରୀ ମାନେ ଏଗ୍ରିମେଣ୍ଟ ରେ ଆସିପାରିବେ, ମାନେ ଜଣା ପଡୁନି ଯେ ଏମାନେ ସେଇ ସ୍ଥିତିରେ ଅଛନ୍ତି। ଆଉ ଗୋଟେ ଚର୍ଚ୍ଚା ବି ଚାଲିଛି, ମୁଁ ଗୋଟେ ଲୋକାଲ ପେପରରେ ଦେଖିଲି ଯେ ବାହାରିଛି ଯେ ନିତିନ ନବୀନ ଏବେ ବିଜେପିର ୱାର୍କିଂ ପ୍ରେସିଡେଣ୍ଟ ସର୍ବଭାରତୀୟ, ସେ ଓଡିଶାରୁ ଯିବେ। ଶୁଣନ୍ତୁ, বিজেপি ইজ আ ভেরি সিক্রেটিভ পার্টি। সেই সেন্ট্রাল হাইকমান্ড কেন্দ্রীয় নেতৃত্ব কোন নিষ্পত্তি নেব মিডিয়াওয়ালা জানি না, নর্মালি ସେମାନେ আমি জানিপারু। নিতিন নবীন যে ফাইনালি ওয়ার্কিং প্রেসিডেন্ট হেবে সেটা কোন আমি জানিপারিতু? কে ଗୋଟେ কোন নিউজ পেপার টেলিভিশন চ্যানেলরে তার না বাহির ଥିଲା কি? বাহির নଥିଲା। ইট কেম আজ আ সারপ্রাইজ, কেম আজ আ শক। এবং নিতিন নবীনর যদি রাজ্যসভা ଯିବାର ଅଛି ସେ ବିହାରରୁ ଯିବେ। ওড়িশারে যেমতি 4টা সিট পাই ইলেকশন হব রাজ্যসভা, সারা ভারতবর্ষের 37টা সিট ইলেকশন হবে। মহারাষ্ট্রের 7টা সিট খালি হবে, সেইটি বি ইলেকশন হবে। বিহারে নিতিন নবীনর রাজ্য 6টা সিট খালি হবে, তো সে খাই বিহারରୁ ଯିବେନି। ବିହାରରେ ତ ସେମାନଙ୍କର ପୁରା ଫୁଲ ମେଜରିଟି ବିଜେପି ଆଉ ନୀତିଶ କୁମାର ମିଶିକି, ତ ସେମାନେ କାହିଁ ନିତିନ ନବୀନ କାହିଁ ওড়িশাରୁ ଯିବାର ତ ଦରକାର ନାହିଁ। কিন্তু যেহেতু বিজেপি রাজ্য নেতৃত্ব নেতা নেত্রীর
ଏବେ ସେଇ ଆଗ୍ରିମେଣ୍ଟର ଆସିବାର ସମ୍ଭାବନା ବହୁତ କମ୍। ତାହେଲେ କେନ୍ଦ୍ରୀୟ ନେତୃତ୍ୱ ହାତରେ ସେଇ ନିଷ୍ପତ୍ତି, ସେମାନେ ଡିସାଇଡ୍ କରିବେ ଫାଇନାଲି ଆମେ ବିଜେପି କାହାକୁ ପଠାଇବୁ। ଏବଂ ମୁଁ କହିଲି ଓଡ଼ିଶାରେ ଗୋଟେ ସେଇ ଟ୍ରାଡିସନ ଅଛି, ଓଡ଼ିଆ ଅସ୍ମିତା କଥା ଭୁଲି ଯାଆନ୍ତୁ, ସେଟା ପଲିଟିକାଲ ରେଟୋରିକ, ଲୋକକୁ ଟିକେ ଇଏ କରିବା ପାଇଁ, ଯେ ଓଡ଼ିଆ ଅସ୍ମିତା ଇଲେକ୍ସନ ହେଇଯାଇଛି କ୍ଷମତାରେ ସେମାନେ, ଟ୍ରାକ୍ ରେକର୍ଡ ଅଛି, ନନ୍ ଓଡ଼ିଆ ଓଡ଼ିଶାରୁ ଯିବେ। ତ ଏଥର ବି ତାର ଗୋଟେ ପ୍ରବଳ ସମ୍ଭାବନା ଅଛି, ଏମିତି ହେଇପାରେ ଯେ ସୁଜିତ କୁମାର ଆଉ ମମତା ମହାନ୍ତ ଭିତରେ ହେଇପାରେ ଯେ ବୋଥ ଅଫ ଦେମ୍ ୱିଲ୍ ବି ରିନମିନେଟେଡ। ମୁଁ କହିଲି ବିଜେପି ଜଏନ୍ କରିବା ଟାଇମରେ ସେଇ ଆସ୍ୟୁରାନ୍ସ ସେମାନଙ୍କୁ ଦିଆ ହେଇଥିଲା। ଏଇଟା ହେଇପାରେ ଯେ ଜଣକୁ ଡ୍ରପ୍ କରିଲେ ଆଉ ଜଣକୁ ପଠାଇଲେ, ତାମାନେ ସେଇ ସିଟଟା ପାଇଁ ବି ଗୋଟେ ନୂଆ କ୍ୟାଣ୍ଡିଡେଟ ଦରକାର। ଆଉ ଫୋର୍ଥ କ୍ୟାଣ୍ଡିଡେଟ ବିଜେପିର ଏଇଟା ଗୋଟେ ପ୍ରବଳ ସମ୍ଭାବନା, ମୁଁ ଯାହା ବୁଝାବୁଝି କଲି ଯେ ବାହାରୁ ଜଣେ ଲୋକ, ପ୍ରବଳ ଇନଫ୍ଲୁଏନ୍ସିଆଲ ଲୋକ, ଯାହାର ପାଖରେ ରିସୋର୍ସେସ୍ ଥିବ, ସେମିତି ଜଣେ ଲୋକକୁ ବିଜେପି କ୍ୟାଣ୍ଡିଡେଟ କରିପାରେ। କାହିଁକି ସେଇ ଲୋକ ବିଜେପିରୁ ତ କିଛି ଭୋଟ ଥିବ, କିନ୍ତୁ ସେଇ ଲୋକ ତାର ରିସୋର୍ସ ଏବଂ ଇନଫ୍ଲୁଏନ୍ସ ଯୋଗୁ ଅନ୍ୟ ପାର୍ଟିରୁ ବିଜେଡି କଂଗ୍ରେସ ଏଇସବୁ ଇଏରୁ ଆଉ କିଛି ଭୋଟ ଆଣିପାରିବେ ସେଇ ଇଏରେ। ତ ତାର ଗୋଟେ ପ୍ରବଳ ସମ୍ଭାବନା। ତ ଏବେ ଦେଖାଯାଉ ଯେ ଓଡ଼ିଶାରୁ କାହିଁକି ବିଜେଡିର ପ୍ରାର୍ଥୀ କିଏ ହେବେ, ବିଜେଡିର ଗୋଟେ ସିଟ୍ ପାକା। ତ ସେଇଟା ନେଇକିରି ପ୍ରବଳ ଚାଲିଛି ସ୍ପେକୁଲେସନ ଯେ ସନ୍ତୋଷ ମିଶ୍ର ଯିବେ, ଦେବୀ ମିଶ୍ର ଯିବେ, ଇଏ ଯିବେ, ସେ ଯିବେ, ସ୍ପେକୁଲେସନ। କିନ୍ତୁ ମୋର ଧାରଣା ଯେ ବିଜେଡିକୁ ନେଇକିରି, ବିଜେଡିର ପ୍ରାର୍ଥୀ ନେଇକିରି ଯେଇ ପରିମାଣରେ ଆଲୋଚନା ହଉଛି, ସ୍ପେକୁଲେସନ ହଉଛି, ସେଇ ପରିମାଣରେ ବିଜେପିର ପ୍ରାର୍ଥୀ କେମାନେ ହେବେ ଏତେ ହଉନି। ତ ମୁଁ ଭାବିଲି ଯେ ଆଜି ସେଇ ବିଷୟରେ ଚର୍ଚ୍ଚା ହେବି ଏବଂ এই পসিবিলিটিটাକୁ আপন আগে ରଖିବି ଯେ ବିଜେପି ରାଜ୍ୟ ନେତୃତ୍ୱ ତ ଡିସାଇଡ୍ କରିବାର ସ୍ଥିତିରେ ନାହାନ୍ତି, ତାହେଲେ କେନ୍ଦ୍ରୀୟ ନେତୃତ୍ୱ ବିଜେପି କଣ ଜଣେ ଦୁଇ ଜଣ ବାହାର ଲୋକକୁ ପଠାଇବେ ଓଡ଼ିଶା କୋଟାରୁ ରାଜ୍ୟସଭା? ଟ୍ରାକ୍ ରେକର୍ଡ ଅଛି, ଦେଖାଯାଉ କଣ ହଉଛି। ଆଜି ପାଇଁ ଏତିକିରେ, ପୁଣି କଥା ହେବି ଆଗାମୀ ଅଧ୍ୟାୟରେ। ମୋର এই ୟୁଟ୍ୟୁବ ଚ୍ୟାନେଲ ମୁଁ ରୁବେନ କହୁଛି, ସେୟାର କରନ୍ତୁ, ସବସ୍କ୍ରାଇବ କରନ୍ତୁ, କମେଣ୍ଟ ସେକ୍ସନରେ କମେଣ୍ଟସ ଆଉ ସଜେସନ ଦିଅନ୍ତୁ। খুব জলদি দেখা হবে। নমস্কার। ମୁଁ ରୁବେନ କହୁଛି।